+3 ଥାର୍ଡ଼ ସେମିଷ୍ଟର MDC ପେପରର କଳା ସାହିତ୍ୟ ଓ ଦର୍ଶନ ବହିର ଚତୁର୍ଥ ୟୁନିଟ୍ରେ ଥିବା ସାହିତ୍ୟ ଓ ଦର୍ଶନର ଏକ ଆଲୋଚନା, ଯାହା ସେମିଷ୍ଟର ପରୀକ୍ଷାରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ସାହିତ୍ୟ ଓ ଦର୍ଶନ। ସାହିତ୍ୟ ହେଉଛି ଜୀବନ ଫୁଲର ମହକ। ତାର ମନଫୁଲାଣିଆ ବାସ୍ନାରେ ସମାଜ ହୁଏ ବିଭୋର। ଦର୍ଶନ ହେଉଛି ଠାକୁର ଘରେ ସଜଡ଼ା ହୋଇ ରହିଥିବା ଫୁଲ ଚାଙ୍ଗୁଡ଼ା। ସେଥିରେ ଥିବା ଫୁଲର ବାସ୍ନା ରହିବ କି ହଜିଯିବ ଅନ୍ତରୀକ୍ଷରେ, ତାହା ସୃଷ୍ଟି କରେ ଦର୍ଶନ। ତେଣୁ ସାହିତ୍ୟ ସହ ଦର୍ଶନର ସମ୍ପର୍କ ନିହାତି ନିବିଡ଼। କବି ଅନ୍ତରର ସ୍ୱତଃସ୍ଫୂର୍ତ୍ତ ଭାବାବେଗର ପରିପ୍ରକାଶ ଯଦି ସାହିତ୍ୟ ହୁଏ, ଭାବାବେଗର ଉତ୍ପତ୍ତି କେଉଁଠୁ, ଏହାର ସଞ୍ଚରଣଶୀଳତାର କାରଣ କ'ଣ, ଏହାକୁ ଖୋଜିବା ହେଉଛି ଦର୍ଶନ। ଏହି ଦର୍ଶନ ଶବ୍ଦଟି ଦୃଶ୍ ଶବ୍ଦରେ ଅନପ୍ରତ୍ୟୟ ଯୁକ୍ତ ହୋଇ ସୃଷ୍ଟି ହୋଇଛି ଦର୍ଶନ। ଏହାର ଇଂରାଜୀ ପରିଭାଷା ଫିଲୋସଫି। ଏହା ଦୁଇଟି ଗ୍ରୀକ୍ ଶବ୍ଦ ଫିଲୋସ୍ ଓ ସୋଫିଆ ଶବ୍ଦରୁ ସୃଷ୍ଟି, ଯାହାର ଅର୍ଥ ଲଭ୍ ଅଫ୍ ୱିଜଡମ୍, ଅର୍ଥ ପ୍ରଜ୍ଞାନୁରାଗ। ବିଶ୍ଳେଷଣ କଲେ ଜଣାଯାଏ, ଜ୍ଞାନ ପ୍ରତି ଅନୁରାଗ ପ୍ରଦର୍ଶନ କରିବା ହେଉଛି ଲଭ୍ ଅଫ୍ ୱିଜଡମ୍ ବା ପ୍ରଜ୍ଞାନୁରାଗ। ସାଧାରଣତଃ ଦେଖିବାର ସଂସ୍କୃତ ଶବ୍ଦ ହେଉଛି ଦର୍ଶନ। ତେବେ କାହାକୁ ଦେଖିବା କଥା କୁହାଯାଇଛି? ଯିଏ ଆଖିକୁ ଦେଖାଯାଏ ନାହିଁ କିନ୍ତୁ ଦିଶେ। ଆଖି ଖୋଲା ଥିଲେ ଯାହା ଦେଖୁ, ତାହା ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ସୀମିତ। ମାତ୍ର ଆଖି ବନ୍ଦ କରିଦେଲେ ସାରାଟା ଜଗତ ଆଖି ସାମ୍ନାରେ ପହଞ୍ଚିଯାଏ। ତେବେ କେଉଁ ଦେଖିବା ଅସଲ ଦେଖିବା, ତାହା ଦର୍ଶନ ସ୍ଥିର କରେ। ମଣିଷର ଆଖି ଥିଲେ ବି ନିଜ ଶରୀରର ସବୁ ଅଂଶ ଦେଖିପାରେ ନା। କିଛି ଅଂଶ ଦେଖିବାକୁ ଅନ୍ୟ କାହା ଉପରେ ନିର୍ଭର କରେ। ଏହା ଯେମିତି ଏକ ଉପଲବ୍ଧି, ଏହି ଉପଲବ୍ଧିରୁ ହିଁ ସାହିତ୍ୟ ଓ ଦର୍ଶନର ସୃଷ୍ଟି। ଏହା ଛଡ଼ା ଅନୁଶୀଳନ, ଯୁକ୍ତି, ଅନୁଚିନ୍ତନ, ଜ୍ଞାନର ତର୍ଜମା ଯେଉଁଠି ପହଞ୍ଚାଏ, ସେଇଠି ଥାଏ ଦର୍ଶନ। ଦର୍ଶନର ସଂଜ୍ଞା। ଦର୍ଶନର ସଂଜ୍ଞା ପ୍ରାଚ୍ୟ ପାଶ୍ଚାତ୍ୟ ଜଗତର ବହୁ ଦାର୍ଶନିକ ଦେଇଛନ୍ତି। ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ମତରେ ଦର୍ଶନ ହେଉଛି ବାସ୍ତବତା ସମ୍ପର୍କରେ ଏକ ଯୁକ୍ତିଯୁକ୍ତ ବ୍ୟାଖ୍ୟା। ଆରିଷ୍ଟଟଲ କହନ୍ତି, ଦର୍ଶନ ହେଉଛି ଏକ ବିଜ୍ଞାନ, ଯାହାକି ଏକ ପ୍ରାକୃତିକ ମୌଳିକ ଉପାଦାନର ବାସ୍ତବ ପ୍ରକୃତିକୁ ଆବିଷ୍କାର କରେ। ପିଟ୍ସେଙ୍କ ମତରେ ଦର୍ଶନ ହେଉଛି ଜ୍ଞାନର ବିଜ୍ଞାନ। ମହାତ୍ମା ଗାନ୍ଧୀ କୁହନ୍ତି, ଶିକ୍ଷା କହିଲେ ଶିଶୁ ଓ ମାନବର ଶାରୀରିକ, ମାନସିକ, ଆତ୍ମିକ ଗୁଣର ସର୍ବାଙ୍ଗୀନ ଉନ୍ନତିକୁ ବୁଝାଏ। ସ୍ୱାମୀ ବିବେକାନନ୍ଦ ତାଙ୍କ ଭାଷାରେ ମାନବ ମଧ୍ୟରେ ନିହାତି ସ୍ୱର୍ଗୀୟ ଓ ପୂର୍ଣ୍ଣତାର ପରିପ୍ରକାଶ ହିଁ ଦର୍ଶନ ଶିକ୍ଷା। ସ୍ରଷ୍ଟାଟିଏ ସାହିତ୍ୟ ସୃଷ୍ଟି କରିବାରେ ଭାବାନ୍ତର ଭିତରେ ବୁଡ଼ିଯାଏ। ଏହି ସମୟରେ ମନମୂଲକରେ କେତେ ନା କେତେ କଥା ଉଙ୍କି ମାରେ। ସବୁଗୁଡ଼ିକୁ ସେ ସୃଷ୍ଟି ଭିତରେ ସ୍ଥାନ ଦେଇପାରେ ନାହିଁ। ଯେଉଁଟି ନୀତିଗତ, ଆଦର୍ଶଗତ ଭାବେ ତାକୁ ବିଭୋର କରେ, ତାହାରି ରୂପକୁ
ଦୃଷ୍ଟି ଭିତରକୁ ଆଣେ। ଅରୂପ ଭିତରେ ରୂପ, ନାହିଁ ଭିତରେ ଅଛିର ସନ୍ଧାନ କରିବାର ପ୍ରବଣତା ଜଣେ ଦାର୍ଶନିକ ପାଖରେ ଥାଏ। ଏହାର କିନ୍ତୁ ବିଭିନ୍ନ ସ୍ୱରୂପ। ଏକରେ ଦର୍ଶନ ହେଉଛି ଏମିତି ଏକ ଜ୍ଞାନ ଯାହାକି କବି ଅନ୍ତରର ସୂକ୍ଷ୍ମାତିସୂକ୍ଷ୍ମ ଚିନ୍ତନର ପ୍ରକାଶ। ଦୁଇରେ ଦର୍ଶନ ବାସ୍ତବତାର ଜନ୍ମଦାତା। ତିନି, ମୁଁ କିଏ, ମୁଁ କେଉଁଠୁ ଆସିଛି, ମୋର ସ୍ଥିତି କ'ଣ, ଜନ୍ମ ମୃତ୍ୟୁ ଆଦି ଅନେକ ଅଜ୍ଞାତ ତଥ୍ୟକୁ ଖୋଜିବା ଏହାର ଧର୍ମ। ଚାରି, ସବୁ ମଣିଷ ନିଜ ଦର୍ଶନରେ ନିଜକୁ ପରିଚାଳିତ କରେ, ତେଣୁ ଏହା ନିଜସ୍ୱ ଚିନ୍ତାଧାରାର ତତ୍ତ୍ୱାତ୍ମକ ପରିପ୍ରକାଶ ଅଟେ। ପାଞ୍ଚ, ଦର୍ଶନ ହେଉଛି ଜ୍ଞାନର ପରୀକ୍ଷାତ୍ମକ ରୂପ। ଛଅ, ଚିନ୍ତନର ଚିନ୍ତନ ହେଉଛି ଦର୍ଶନ। ସାତ, ଦର୍ଶନ ହଜାଇବାର ଦୁଃଖକୁ ପାଇବାର ଆନନ୍ଦ ଭିତରେ ହଜାଇ ଦିଏ। ଆଠ, ପ୍ରତ୍ୟେକ କଥାର ମୂଳ ଖୋଜିବାକୁ ଲାଗିପଡ଼େ ଦର୍ଶନ। ନଅ, ଦାର୍ଶନିକ ନିଜ ପୋଷାକ ପରିଚ୍ଛଦ ପ୍ରତି ଅସଚେତନ, ନିଜ ପ୍ରତି କିନ୍ତୁ ବେଶ୍ ସଚେତନ। 10, ସାହିତ୍ୟିକଟିଏ ହିଁ ଜଣେ ଦାର୍ଶନିକ, କାରଣ କିଛି ଗୋଟେ ଖୋଜୁ ଖୋଜୁ ନିଜେ ନ ଖୋଜୁଥିବା ଜିନିଷଟି ପାଇଯାଏ। ସାହିତ୍ୟ ସହିତ ଦର୍ଶନର ସମ୍ପର୍କ। ସାହିତ୍ୟରେ ଦର୍ଶନ ନ ରହିବା ସର୍ବତରେ ଚିନି ନ ପଡ଼ିବା ସହ ସମାନ। ଏହାର ଅର୍ଥ ସାହିତ୍ୟରେ ତାତ୍ତ୍ୱିକ ବିଚାରଶୀଳତା ନଥିଲେ ତାହା ଅବୁଝା ସାହିତ୍ୟ ପାଲଟେ। ସାହିତ୍ୟ ପଢ଼ୁଥିବା ସବୁ ମଣିଷ ଦର୍ଶନ ଖୋଜନ୍ତି ନାହିଁ, ଆଉ ଯିଏ ଖୋଜେ ସେ ନିଶ୍ଚୟ ଗୋଟେ ଅବୁଝା ମଣିଷ। ସାହିତ୍ୟର ଏହି ଅବୁଝା ମଣିଷଟି ଶ୍ରେଷ୍ଠ ଦାର୍ଶନିକ। ହାଇଡେଗାର୍ଙ୍କ ଭାଷାରେ ମ୍ୟାନ୍ ଇଜ୍ ଅଲରେଡି ଆଉଟ୍ ଅଫ୍ ଡୋର୍ ଇନ୍ ଦ ଓପନ୍ ଏୟାର ଅଫ୍ ଦି ୱାର୍ଲ୍ଡ। ବିଶ୍ୱର ମୁକ୍ତ ପବନ ପାଇବା ପାଇଁ ମଣିଷ ଅବଶ୍ୟ କବାଟ ବାହାରକୁ ଆସିବାକୁ ପଡ଼ିବ। ତାଙ୍କ ମତରେ ମୁଁ ମୋତେ ବେଢ଼ିଥିବା ଚମ ଭିତରେ ନାହିଁ, ମୋର ଜଞ୍ଜାଳ ଓ ଅଭିପ୍ରାୟର ସଂସାର ଭିତରେ ଛିଡ଼ା ହୋଇ ରହିଛି। ତେଣୁ ମୁଁ ବାହାରକୁ ଆସିଛି, ମୁଁ ନିଜକୁ ଖୋଜୁଛି। ତେବେ ମୁଁ କିଏ? ମୁଁ ନିଜକୁ ଜାଣେ ନାହିଁ। ମୁଁ ନିଜକୁ ଜାଣେ ନାହିଁ ବୋଲି ତ ନିଜକୁ ଜାଣେ। ଏହା ଦର୍ଶନ। କିନ୍ତୁ ସାହିତ୍ୟରେ ସୌନ୍ଦର୍ଯ୍ୟ, ପ୍ରେମ, ଈର୍ଷା ଆଦି ଭାବରେ କବି ଅନ୍ତରରେ ରାଜୁତି କରେ। ତେବେ ସୌନ୍ଦର୍ଯ୍ୟ କ'ଣ? ସୌନ୍ଦର୍ଯ୍ୟ ହେଉଛି ଏକ ପ୍ରେମ ପୁଷ୍ପ ଯିଏକି ସ୍ରଷ୍ଟାର ଆଖିରେ ଥାଏ। ତେବେ ପ୍ରେମ କ'ଣ? ପ୍ରେମ ଏକ ଆକର୍ଷଣ ଯେଉଁଠି ଚୁମ୍ବକ କି ଲୁହାର ସ୍ଥାନ ନାହିଁ। ଈର୍ଷା ବା ସନ୍ଦେହ କ'ଣ? ଈର୍ଷାର ଅର୍ଥ ଏକ ପ୍ରକାର ଜ୍ୱଳନ ଯାହା ବିନା ନିଆଁରେ ଜଳେ।
ସେମିତି ଦର୍ଶନରେ କାମ, ମୋକ୍ଷ, ଋତ ଆଦି ସ୍ଥାନ ପାଇଛି। କର୍ମକୁ 3 ଭାଗରେ ବିଭକ୍ତ କରାଯାଇଛି: ପ୍ରାକ୍ତନ, ପ୍ରାରବ୍ଧ, କ୍ରିୟମାଣ। ମୋକ୍ଷ କହିଲେ କର୍ମର ଉତ୍ତରିତ ଅବସ୍ଥାକୁ ବୁଝାଏ। ଋତ ହେଉଛି ନୀତି ନିୟମ ବିଶ୍ୱାସର ଏକ ପ୍ରତିବଦ୍ଧତାକୁ ବୁଝାଏ। ଉକ୍ତ ଭାବକୁ ନେଇ ବିଭିନ୍ନ ଦର୍ଶନ ମୁଣ୍ଡ ଟେକିଛି: ବୈଷ୍ଣବ ଦର୍ଶନ, ବୌଦ୍ଧ ଦର୍ଶନ, ବେଦାନ୍ତ ଦର୍ଶନ, ଚାର୍ବାକ ଦର୍ଶନ ଭଳି ଅନେକ। ଏସବୁ ସାହିତ୍ୟରେ ଯୋଗ ହୋଇଛି। ଆତ୍ମ ଉପଲବ୍ଧି ମାଧ୍ୟମରେ ସାହିତ୍ୟ ଓ ଦର୍ଶନକୁ ଚିହ୍ନି ହୁଏ। ଯେମିତି ଜଣେ ଗୀତ ଗାଉଥିବା କଣ୍ଠଶିଳ୍ପୀର ଗୀତ ଯଦି ନିଜକୁ ଭଲ ଲାଗିଲା, ତେବେ ଅନ୍ୟ ସମସ୍ତଙ୍କୁ ଭଲ ଲାଗିବାକୁ ବାଧ୍ୟ। ଅର୍ଥ ନିଜେ କ'ଣ ନିଜେ ହିଁ ଜାଣ। ପ୍ରାବନ୍ଧିକ ଶଶିଭୂଷଣ ରାୟ ତାଙ୍କ ସୌନ୍ଦର୍ଯ୍ୟ ଓ ପ୍ରେମ ପ୍ରବନ୍ଧରେ ଆଗ ସୌନ୍ଦର୍ଯ୍ୟ କି ଆଗ ପ୍ରେମ, ଏହାର ସତ୍ୟ ଖୋଜି କେବଳ ଅସତ୍ୟ ପାଇଛନ୍ତି। ସେମିତି ସାହିତ୍ୟରୁ ଦର୍ଶନ ଖୋଜିବା ହେଉଛି ଦୃଶ୍ୟ ଭିତରେ ଅଦୃଶ୍ୟର ସନ୍ଧାନ। ଯାହା ବି ହେଉ, ପାଶ୍ଚାତ୍ୟ ସାହିତ୍ୟଠାରୁ ଓଡ଼ିଆ ସାହିତ୍ୟର ଅଧିକାଂଶ ସ୍ରଷ୍ଟା ସେମାନଙ୍କ ସୃଷ୍ଟିରେ ଦର୍ଶନକୁ ପ୍ରାଧାନ୍ୟ ଦେଇଛନ୍ତି। କିର୍କେଗାର୍ଡ, ହାଇଡଗାର୍ଡ, ନିତ୍ସେ, ଜାଁ ପୋଲ୍ ସାର୍ତ୍ରେ, କାମ୍ୟୁ, କାଫକା, ବଦଲେୟାର, ଦଷ୍ଟୋଭସ୍କି। ଓଡ଼ିଆ ସାହିତ୍ୟରେ ଚନ୍ଦ୍ରଶେଖର ରଥ, ଚିତ୍ତରଞ୍ଜନ ଦାସ, ଶରତ ମହାନ୍ତି, ମନୋଜ ଦାସ, ବିଶ୍ୱନାଥ କର, ଶଶିଭୂଷଣ ରାୟଙ୍କ ଭଳି ଅଜସ୍ର ସ୍ରଷ୍ଟା ସେମାନଙ୍କ ସାହିତ୍ୟରେ ଦର୍ଶନର ଭାବରଙ୍ଗ ବୋଳି ସାହିତ୍ୟକୁ ଇନ୍ଦ୍ରଧନୁର 7 ରଙ୍ଗରେ ରଙ୍ଗାୟିତ କରିବାରେ ସକ୍ଷମ ହୋଇଛନ୍ତି। ଧନ୍ୟବାଦ।